हेलो एंड गुड इवनिंग फेलास। ମୁଁ ତମର ଇଂଲିଶ ଟ୍ୟୁଟର ପ୍ରାତୀଜି ତମକୁ ୱେଲକମ୍ କରୁଛି ଇ ଟ୍ୟୁସନକୁ। ଶିକ୍ଷା ଏକ ସୁନ୍ଦର ଭବିଷ୍ୟତ ପାଇଁ ଆଜି ଆମେ ପଢ଼ିବା ଦଶମ ଶ୍ରେଣୀ ଇଂଲିଶ ବୁକ୍ର ଚାପ୍ଟର ନମ୍ବର 7 ଯୋଉଟା ହେଉଛି ଫ୍ରମ୍ ଦ ଫର୍ମାଲିନ୍ ଜାର୍। ଆଚ୍ଛା, ଏଇଠି ତମ ପିକ୍ଚରାଇଜେସନ୍ ଦେଖିକିନା କିଛି କିଛି ଅନୁମାନ କରିପାରୁଛ କି କ'ଣ ହେଇଥିବ ଆମର ଏଇ ଚାପ୍ଟରଟା। ଏଇଟା ଗୋଟେ ଆମର ପୋଏମଟା, ଗୋଟେ ବହୁତ ହି ସର୍ଟ ପୋଏମ୍ with a very great ଆଉ ବହୁତ ସୁନ୍ଦର ମେସେଜ ଅଛି ଏଥିରେ। ବଟ୍ ତମେ ଏଇ ପିକ୍ଚରାଇଜେସନରୁ ଦେଖିକିନା ଜାଣିପାରୁଛ କି କ'ଣ ହେଇଥିବ ବୋଲି ପୋଏମ୍ ରିଲେଟେଡ୍ କିଛି ବୁଝିପାରୁଛ? କିଛି 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 ହିଣ୍ଟ ଆସୁଛି? ଗୋଟେ ସାଇଡ୍ରେ ଗୋଟେ ଷ୍ଟୁଲ୍ ଉପରେ ଗୋଟେ ଜାର୍ ଥୁଆ ହେଇଛି, ଜାର୍ରେ ଗୋଟେ ବ୍ରେନ୍ ଅଛି, ଉପରେ ବି ଗୋଟେ ସମଥିଙ୍ଗ ବ୍ରେନ୍ ରିଲେଟେଡ୍ ଅଛି, ତଳେ ଗୋଟେ ଏମିତି ବାଇକ୍ଟେ କି ସାଇକେଲଟେ ଗୋଟେ ଏମିତି ପଡ଼ିଛି, ଗୋଟେ ଆକ୍ସିଡେଣ୍ଟ ଟାଇପ୍ର ଲାଗୁଛି, ହଁ କି ନାହିଁ? ଏକ୍ଜାକ୍ଟଲି, ତମମାନେ ତ ବହୁତ ସ୍ମାର୍ଟ କିଡ୍ସ ନା। ହଁ, ଠିକ୍ ତମେ ଭାବିଛ। ଏଇଟା ସମଥିଙ୍ଗ ଆକ୍ସିଡେଣ୍ଟ ଉପରେ ରିଲେଟେଡ୍, ବଟ୍ ଏଇ ଷ୍ଟୁଲ୍ର ଜାର୍ ଉପରେ କ'ଣ ସେଇଟା ଆମେ ପଢ଼ିବା। ଆଚ୍ଛା, ଏଠି ଫର୍ମାଲିନ୍ ଜାର୍ ଲେଖା ହେଇଛି। ଫର୍ମାଲିନ୍ ମାନେ କ'ଣ? ଜାର୍ ମାନେ ତ ତମେ ଏଠି ଦେଖିଲ କ'ଣ, ଜାର୍ ମାନେ କ'ଣ ଜାଣିଥିବ। ବଟ୍ ଫର୍ମାଲିନ୍ ମାନେ ହେଉଛି ଗୋଟେ ଏମିତି ଜାର୍ ଯୋଉଥିରେ ଯୋଉଟା କେମିଷ୍ଟ୍ରି ଲ୍ୟାବ୍ସ ଯୋଉଟା ରଖାଯାଏ, ବା ନା ଯୋଉଟା ବଡି ପ୍ରିଜର୍ଭ କରିବା ପାଇଁ, ମାନେ ମଣିଷର ଡେଥ୍ ହେଇସାରିଲା ପରେ ତମେ ଯଦି ତମର କେମିଷ୍ଟ୍ରି ଲ୍ୟାବ୍ସ ଥିବ, ତମେ ସେଥିରେ ଦେଖିଥିବ ବହୁତ ଏମିତି ଛୋଟ ଛୋଟ ଜୀବଜନ୍ତୁମାନଙ୍କୁ କ୍ୟାପଚର କରାଇକିନା କେମିକାଲ ଦିଆକିନା ରଖା ହେଇଥାଏ। କି ହ୍ୟୁମାନ୍ସ ମାନଙ୍କର ବଡି ପାର୍ଟସ୍ ଏବେ ଯେତେବେଳେ ମାନେ ଖରାପ ନ ହବା ପାଇଁ ସେଇ ଜାର୍ ଗୁଡ଼ା ୟୁଜ୍ କରାଯାଏ। ହ୍ୟୁମାନର ବଡି ପାର୍ଟ ରଖିବା ପାଇଁ କି କିଛି ଆନିମାଲର ବଡି ପାର୍ଟ ରଖିବା ପାଇଁ ସେଇ ଜାର୍ ଗୁଡ଼ା ପ୍ରିଜର୍ଭ କରିବା ପାଇଁ ରଖାଯାଏ। ଓକେ, ତ ଆମେ ଯିବା ଏବେ ଆମର about the poet ଉପରେ। ଓକେ, ପୋଏଟ୍ଙ୍କର ନାଁ କ'ଣ? ରୀତା ଏସ୍ ମାନି, ଯିଏ ଜଣେ ଡକ୍ଟର। ତ ତାଙ୍କର ନାଁ ସବୁବେଳେ ଡକ୍ଟର ରୀତା ଏସ୍ ମାନି ହିସାବରେ କହିବ। She is a doctor by profession and a writer by passion. She is a neurovirologist at the National Institute of Mental Health and Neurosciences, Bengaluru. Dr. Rita has published several short stories, poems, essays, and travelogues, including several short stories for children. She loves to weave health information into her stories to educate and foster inquisitiveness in children. ଆଚ୍ଛା, ତ ରୀତା ଏସ୍ ମାନେ ଜଣେ ଡକ୍ଟର ଅଛନ୍ତି ବୋଲି ଆମେ ଜାଣିଲେ। ତାଙ୍କର ପ୍ରଫେସନ୍ ହେଉଛି ଡକ୍ଟର, ଆଉ ତାଙ୍କୁ ଲେଖିବା ହେଉଛି ତାଙ୍କର ପ୍ୟାସନ୍। ସେ ରାଇଟିଂସ୍ ବି ବହୁତ କରନ୍ତି, ଲେଖା ଲେଖି ବହୁତ କରନ୍ତି, ପୋଏମ୍ସ ଲେଖନ୍ତି, ନଭେଲ୍ସ ଲେଖନ୍ତି, ତ ଏମିତି ରାଇଟିଂ ବି ବହୁତ କରନ୍ତି। ଆଉ ସେ ଜଣେ ଭାଇରୋଲୋଜିଷ୍ଟ। ନ୍ୟୁରୋଭାଇରୋଲୋଜିଷ୍ଟ ମାନେ ଯେଉଁମାନେ ଭାଇରସ୍ ଯେଉଁଗୁଡ଼ା ଆମର ବ୍ରେନ୍ରେ ନ୍ୟୁରୋରେ ଏଣ୍ଟର କରିକିନା ଯେଉଁଟା ଏଫେକ୍ଟ କରେ, ସେ ସେଇ ଉପରେ ଡକ୍ଟର ଅଛନ୍ତି। କୋଉଠି? ନ୍ୟାସନାଲ ଇନଷ୍ଟିଟ୍ୟୁଟ୍ ଅଫ୍ ମେଣ୍ଟାଲ ହେଲ୍ଥ, ବାଙ୍ଗାଲୁରୁରେ। ତାଙ୍କର ଏମିତି ବହୁତ ସାରା ସର୍ଟ ଷ୍ଟୋରିଜ ଅଛି, ପୋଏମ୍ସ ଅଛି, ଏସେସ୍ ଅଛି, ଟ୍ରାଭେଲଗ୍ସ ଅଛି, ଯେଉଁଗୁଡ଼ା ସେ ଲେଖନ୍ତି ଆଉ ସ୍ପେଶାଲି ଛୁଆମାନଙ୍କ ପାଇଁ ଲେଖନ୍ତି। ବହୁତ ସର୍ଟ ସର୍ଟ ଷ୍ଟୋରିଜ ଥାଏ ଆଉ ପୋଏମ୍ସ ଥାଏ, ଯେଉଁଗୁଡ଼ା ବହୁତ ଇଣ୍ଟରେଷ୍ଟିଂ ବି ଥାଏ। She loves to weave health information into her stories to educate and foster inquisitiveness in children. ତ ତାଙ୍କ ଯେଉଁ ଷ୍ଟୋରିଜ ଥାଏ କି ପୋଏମ୍ସ ଥାଏ, ସେଗୁଡ଼ା ହେଲ୍ଥ ଉପରେ ବେଶୀ ଥାଏ, ଯେଉଁଗୁଡ଼ା ସେ ତାଙ୍କର ପୋଏମ୍ ଥ୍ରୁ ମେସେଜ ସମସ୍ତଙ୍କୁ ଦିଅନ୍ତି। ଚିଲଡ୍ରେନ୍ସ ମାନଙ୍କୁ ଡିରେକ୍ଟଲି ସେ ପୋଏମ୍ ଥ୍ରୁ ମେସେଜ ଦିଅନ୍ତି। ବଟ୍ ତମେ ଭାବୁଥିବ ହେଲ୍ଥ ରିଲେଟେଡ୍ ଥିବ ମାନେ ତ ଟିକେ ବୋରିଂ ଥିବ। ନା, ବିଲକୁଲ ନାହିଁ। ତାଙ୍କ ପୋଏମ୍ ଗୁଡ଼ା ବହୁତ ହି ଇଣ୍ଟରେଷ୍ଟିଂ ଅଛି। ତମେ ଏଇ ପୋଏମ୍ଟା ପଢ଼ି ସାରିଲେ ଜାଣିବ ତାଙ୍କ ପୋଏମ୍ସ ଗୁଡ଼ା କେତେ ଇଣ୍ଟରେଷ୍ଟିଂ। ନେକ୍ସଟ ଆସିଲା ଫ୍ରମ୍ ଦ ଫର୍ମାଲିନ୍ ଜାର୍। ଏଇଟା ହେଉଛି ଆମର ଲିଡ୍ ଇନ୍। This poem was written in September 2013 to create awareness about safe driving and other road safety rules in the community, and published online at youthspring.net, a forum for nurturing youth well-being. ତ ଏଇଟା ସେଫ୍ ଡ୍ରାଇଭିଂ ଉପରେ ଆମର ଏଇଟା ଯେଉଁ ପୋଏମ୍ଟା ଲେଖା ହେଇଛି, ସେଫ୍ ଡ୍ରାଇଭିଂ ଉପରେ ଲେଖା ହେଇଛି। ଆଜିକାଲି ତ ବହୁତ ଆକ୍ସିଡେଣ୍ଟ ହେଉଛି, ତମେ ସମସ୍ତେ ଜାଣିଥିବ। ଆଖପାଖରେ ଆକ୍ସିଡେଣ୍ଟ ହେଉଛି, ବହୁତ ଆକ୍ସିଡେଣ୍ଟରେ ବହୁତ ଲୋକ ଆଫେକ୍ଟ ହେଉଛନ୍ତି। ତ ସେଇ ରିଲେଟେଡ୍ ସେ ଆଜ୍ ଅ ଡକ୍ଟର ସେ ସେଇ ରିଲେଟେଡ୍ ଗୋଟେ ପୋଏମ୍ଟେ, ଏଇଟା ଛୋଟ ପୋଏମ୍ଟେ ଅଛି, ସେଇ ରିଲେଟେଡ୍ ଏଇଟା ଲେଖା ହେଇଛି। ରୋଡ୍ ସେଫ୍ଟି ଆଉ ରୋଡ୍ ସେଫ୍ଟି ରୁଲ୍ସ ଉପରେ
ମୋଷ୍ଟଲି ଲେଖା ହେଇଛି ଆଉ ସେଇଟା ପବ୍ଲିଶ କରାହେଇଥିଲା youthspring.net। ଏଇଟା ହେଉଛି ଗୋଟେ ଫୋରମଟେ ମାନେ ଅନଲାଇନ୍ ପ୍ଲାଟଫର୍ମଟେ ଯୋଉଠି ତାଙ୍କର ଏଇ ପୋଏମଟା ରିଲିଜ କରାହେଇଥିଲା, ଯୋଉଠି ପବ୍ଲିଶ କରାହେଇଥିଲା, ଯୋଉଟା ମୋଷ୍ଟଲି ୟୁଥ୍ ମାନଙ୍କ ଉପରେ ସ୍ପେଶାଲି ଏଇଟା ଅର୍ଗାନାଇଜ କରାଯାଇଛି। ୟୁଥ୍ ମାନଙ୍କ ଉପରେ କାହିଁକି ସ୍ପେଶାଲାଇଜ କରାଯାଇଛି ଏଇଟା? ବିକଜ ଆମର ୟଙ୍ଗଷ୍ଟର୍ସ ମାନେ ତମମାନଙ୍କ ଜେନେରେସନ, ତମମାନଙ୍କରେ ମୁଁ ବି ଇନକ୍ଲୁଡ ହଉଛି, ଆମମାନଙ୍କ ଜେନେରେସନରେ ସ୍ପେଶାଲ ମାନେ ତମମାନଙ୍କୁ କହିବା ମାତ୍ରେ ଥିଲା କି ୟଙ୍ଗଷ୍ଟର୍ସ ଯୋଉମାନେ ବହୁତ ଛୋଟ ଅଛନ୍ତି, ଇମ୍ୟାଚୁର୍ଡ ଅଛନ୍ତି, ମାନେ ଯୋଉମାନେ 9th-10th ରୁ ରିଲେଟ୍ କରିକି ନା ଯୋଉମାନେ ଗ୍ରାଜୁଏସନ ପର୍ଯ୍ୟନ୍ତ ଯୋଉମାନଙ୍କର ମ୍ୟାଚୁରିଟି ସେତିକି ଆସିନାହିଁ, ସେମାନେ ଏମିତି ଏନ୍ଏଚରେ ଥାନ୍ତୁ କି ଗୋଟେ ଟ୍ରାଫିକ ଏରିଆରେ ଥାନ୍ତୁ, ସେମାନେ ସେଇଟା ନ ଦେଖିକି ନା ବାଇକ୍ ଷ୍ଟଣ୍ଟସ୍ କରନ୍ତି, ସ୍ପିଡରେ ପୁରା ଏମିତି ରଶ୍ କରିକିନା ଡ୍ରାଇଭ୍ କରନ୍ତି, ବାଇକ୍ ରାଇଡ୍ କରନ୍ତି, ସେମିତି କମ୍ପିଟିସନ ସବୁବେଳେ ଥାଏ, ମାନେ ମ୍ୟୁଜିକ୍ ଶୁଣିକିନା ଡ୍ରାଇଭ୍ କରନ୍ତି, ଯୋଉଟା ବହୁତ ହି ହାର୍ମଫୁଲ ହୁଏ। ଆଉ ତାପରେ ଦ୍ୟାଟ୍ କଜେସ୍ ଟୁ ଆକ୍ସିଡେଣ୍ଟ, କିଛି ଗୋଟେ ଏମିତି ଇନସିଡେଣ୍ଟ ହେଇଯାଏ ଯୋଉଟା ନିଜ ପାଇଁ ବି ପ୍ରୋବ୍ଲେମ ହୁଏ ଆଉ ଫ୍ୟାମିଲିଜ ମାନଙ୍କୁ ବି ଫେସ୍ କରିବାକୁ ପଡେ। ସୋ ଏଇ ସ୍ପେଶିଆଲି ଏଇ ତାଙ୍କର ପୋଏମ୍ ଗୁଡ଼ା ସ୍ପେଶିଆଲି ୟଙ୍ଗଷ୍ଟର୍ସ ମାନଙ୍କ ଉପରେ ଆଉ ଚିଲଡ୍ରେନ୍ସ ମାନଙ୍କ ଉପରେ, ଅପକମିଂ ୟଙ୍ଗଷ୍ଟର୍ସ ଯୋଉ ଛୋଟ ଛୋଟ ଛୁଆମାନେ ଯୋଉମାନେ ଅପକମିଂ ୟଙ୍ଗଷ୍ଟର୍ସ ହେବେ ତାଙ୍କ ମାନଙ୍କ ଉପରେ ଏଇ ପୋଏମଟା। This heartbreaking poem conveys how a moment of simple carelessness cost a young, lively, and caring boy his precious life. আচ্ছা, এইটা হচ্ছে ଆମର, ଏଇଟା লিডেন ନୁହେଁ, ଏଇଟା ହଉଛି about the poem। ତ ଏଇଟା ଆମର ପୋଏମଟା ଯୋଉ ଅଛି ଏଇଟା କେତେ ହାର୍ଟବ୍ରେକିଂ ପୋଏମ୍, ଯୋଉଟା ଆମକୁ ମେସେଜ ଦଉଛି କି ଗୋଟେ ଛୋଟ ଭୁଲ ପାଇଁ ଗୋଟେ ୟଙ୍ଗ ପିଲାଟେ କେମିତି ତାର ଜୀବନ ହରେଇ ବସିଥିଲା। ଗୋଟେ ଚାର୍ମିଂ ୟଙ୍ଗ ଲାଇଭଲି ପିଲା, ମାନେ ହସୁଥିବା ଖେଳୁଥିବା ପିଲାଟେ କେମିତି ତାର ପ୍ରେସିୟସ୍ ଲାଇଫକୁ କେମିତି ହରେଇ ଦେଲା। ଆମର ଏଇ ପୋଏମଟା ହଉଛି ସେ ଉପରେ। ନେକ୍ସଟ ଦେଖିବା, ନେକ୍ସଟ ପ୍ୟାରା କ'ଣ ଥିଲା? NIMHANS ହଉଛି ଗୋଟେ organization, ଗୋଟେ museum, has a unique human brain museum where many brain specimens affected by various disease conditions like infection, tumors, stroke, injury, and neurological disorders, etc., are preserved in formalin and displayed in see-through jars. One of the brain specimens in from an unfortunate accident victim who succumbed to head injuries. Perhaps he would not have lost his life if he had worn a helmet while driving his two-wheeler. Vicky is a fictional character created by the poem for this poem, as she tenderly reflects in, on the individual behind the brain specimen in the formalin jar whose life was tragically cut short in a road accident. अच्छा, ତ ଏଇଟା ଆମର ଯୋଉ ପୋଏମଟା ଅଛି ସେଇଟା ଆମର ଏଠି ଯୋଉ କ୍ୟାରେକ୍ଟର ନିଆଯାଇଛି ବିକି, ଏଇଟା ହଉଛି ତା ଉପରେ ପୋଏମଟା ହଉଛି ତା ରିଲେଟେଡ, ଗୋଟେ ଏଇଟା ଫିକ୍ସନାଲ ନାଁ ନିଆଯାଇଛି, ଏଇଟା ଗୋଟେ ଏମିତି ମନଗଣିତ ନାଁ ନିଆ ହେଇଛି। ତାର ବ୍ରେନଟା କେମିତି ଗୋଟେ ସି ଥ୍ରୁ ଜାରରେ ଥୁଆ ହେଇକି, ସି ଥ୍ରୁ ମାନେ ଟ୍ରାନ୍ସପାରେଣ୍ଟ ଜାର, ଯୋଉଟା ଆମେ ବାହାର ଭିତର ସବୁ ଦେଖିପାରିବା, ଗୋଟେ ଗ୍ଲାସ ଜାରରେ ଥୁଆ ହେଇକିନା ଗୋଟେ ମ୍ୟୁଜିୟମରେ ରଖା ହେଇଛି। ସେଇ ମ୍ୟୁଜିୟମରେ ଏମିତି ବହୁତ ସାରା ଡିଫରେଣ୍ଟ ବ୍ରେନ୍ ଥୁଆ ହେଇଛି, ଗୋଟେ ଏମିତି ଜାର ଭିତରେ ଡିଫରେଣ୍ଟ ଡିଫରେଣ୍ଟ ବ୍ରେନ୍ ଥୁଆ ହେଇଛି। ମେନି ବ୍ରେନ୍ ସ୍ପେସିମେନ୍ସ, ସ୍ପେସିମେନ୍ ମାନେ ଗୋଟେ ନମୁନା ହିସାବରେ ଥୁଆ ହେଇଛି, ଏମିତି ଲୋକମାନେ ଯେମିତି ଦେଖିପାରିବେ ସେ ବ୍ରେନ୍କୁ, ତାକୁ ଅବଜର୍ଭ କରିପାରିବେ କ'ଣ ହଉଛି କ'ଣ ନାହିଁ, ତାକୁ ଦେଖିକି ଅବଜର୍ଭ କରିପାରିବେ, ସେମିତି ସେଇଟା ଗୋଟେ ଜାରରେ ଥୁଆ ହେଇଛି। ତ ଏଇଟା ଏଇ ପୁରା ପୋଏମଟା ହଉଛି ସେଇ ଉପରେ, ସେ କେମିତି ଖାଲି ହେଲମେଟ ପିନ୍ଧି ନଥିଲା ବୋଲି ଗୋଟେ ଜୀବନଟା ପଳେଇଲା, ଗୋଟେ ଛୋଟ ଇନସିଡେଣ୍ଟ ମାନେ ଗୋଟେ ଛୋଟ ଅବହେଳା ଯୋଗୁରୁ ଗୋଟେ ଲାଇଫ ପଳେଇଲା, ଆଉ ନିଜର ତାର ପ୍ରେସିୟସ୍ ଲାଇଫ ସେ ନିଜେ ହରେଇଲା, ତା ସହିତ ଫ୍ୟାମିଲିରେ ପୁରା କେତେ କେତେ ଦୁଃଖର ମୋମେଣ୍ଟ ଥିବ, ଭାବ ତାଙ୍କ ପ୍ୟାରେଣ୍ଟସ୍, ତା ସିବଲିଙ୍ଗସ୍, ଯୋଉ ଭାଇ ଭଉଣୀ ଥିବେ, ସମସ୍ତଙ୍କ ପାଇଁ କେତେ ଦୁଃଖର ମୋମେଣ୍ଟ ଥିବ, ତା ସାଙ୍ଗସାଥି ମାନେ ସମସ୍ତେ। ଏବେ ଆଉ ସେଇଟା ହଉଛି ସେଇ ମ୍ୟୁଜିୟମରେ ସବୁ ଏମିତି ବ୍ରେନ୍ ସ୍ପେସିମେନ୍ ଥାଏ, ମାନେ ବ୍ରେନ୍ ଗୁଡାକୁ ଏମିତି ନମୁନା ହିସାବରେ ସବୁ ଏମିତି ଫର୍ମାଲିନ୍ ଜାର ଭିତରେ ରଖା ହେଇଥାଏ। The poem teaches a lesson that age, fame, beauty, strength, or wisdom becomes meaningless unless a person is careful about his safety. ତ ଯାହା ବି ଅଛି ଏ ସଂସାରରେ, ଯାହା ବି ଅଛି, ସବୁର ପରେ ହଉଛି ଲାଇଫ, ସବୁର ପୂର୍ବରୁ ହଉଛି
हेल्दी लाइफ। ତମେ ଯଦି ଭଲସେ ରହିବ, ତମେ ଯୋଉ ବି ତମେ ଯାହା ବି ହଉ, ତମେ ଯଦି ଭଲସେ ଖାଉଛ, ଭଲସେ ପିନ୍ଧୁଛ, ଭଲ ଦେଖାଯାଉଛ, ଭଲ ସାଙ୍ଗସାଥି, ଭଲ ଫ୍ୟାମିଲିକୁ ବିଲଙ୍ଗ କରୁଛ, ଭଲ ଫ୍ୟାମିଲିକୁ ବିଲଙ୍ଗ କରୁନ, ଖାଇବାକୁ ପିଇବାକୁ ମିଳୁନି, ପଢ଼ିବା ପାଇଁ ଠିକ୍ ସେ ମିଳୁନି, କିଛି ବି ହଉ, ବଟ୍ ହେଲ୍ଥ କମ୍ସ ଫର୍ଷ୍ଟ। ଯଦି ତମ ଦେହ ନ ଠିକ୍ ରହିଲା ଦେନ୍ ତମେ କିଛି ବି ଏନ୍ଜୟ କରିପାରିବ ନାହିଁ। ସପୋଜ ତମେ ଭାବ ତମେ ଗୋଟେ ମ୍ୟାରେଜ, ତମର ସପୋଜ ଭାଇର ମ୍ୟାରେଜ କି ଭଉଣୀର ମ୍ୟାରେଜ ଅଛି, ତମେ ସେ ମ୍ୟାରେଜ ଦିନ ତମ ଦେହ ଖରାପ ହେଇଗଲା, ଦେନ୍ ତମେ କଣ କରିବ? ତମେ ବେଡ୍ ରିଡନ୍ ହେଇଯିବ, ତମେ ପୁରା ଏମିତି ଖଟ ଧରି ପକେଇବ, ରହିଗଲ ବେଡ୍ରେ ମେଡିସିନ ମେଡିସିନ ଖାଇକିନା ଖଟରେ ଶୋଇଲ, ବେଡ୍ରେ ଶୋଇଲ, ବିଛଣାରେ ଶୋଇଲ, ତମେ ସେଟା ଏନ୍ଜୟ କରିପାରିବ ନାହିଁ। ତ ଯେତେ ଭଲ ମୋମେଣ୍ଟ ହଉ, ତମର ଯଦି ଦେହ ଖରାପ ହେଇଗଲା ଦେନ୍ ସରିଲା। ତ ସେଇଥିପାଇଁ ଏଜ୍, ତମର ଏଜ୍, ତମର ବୟସ, ଫେମ୍, କେମିତି ତମର ଯୋଉ ଇମେଜ ଅଛି, ତମର ରେପ୍ୟୁଟେସନ୍स ଅଛି, ସେଇ ସବୁ ବ୍ୟୁଟି, କେତେ ସୁନ୍ଦର ତମେ, କେତେ ସୁନ୍ଦର ନୁହେଁ କି, ଯୋଉଟା ବି ଅଛି ସୁନ୍ଦରତା, ତମର ଭିତର ମନର ସୁନ୍ଦରତା ହଉ କି ତମର ଶାରୀରିକ ସୁନ୍ଦରତା ହଉ, ଯୋଉ ବି ସୁନ୍ଦରତା ହଉ, ଷ୍ଟ୍ରେଂଥ ମାନେ ଯେତେ ବଳ ଥାଉ କି ଯେତେ ବି ତମେ ଯେତେ ୱାଇଜ ଥାଅ କି ଯାହା ବି ତମ ପାଖରେ ଯୋଉ ବି ଭଲ କ୍ୱାଲିଟି ଅଛି, ଖରାପ କ୍ୱାଲିଟି ଅଛି, ଯାହା ବି ଖୁସି ଦୁଃଖ ତମର ଯାହା ବି ଅଛି, ସବୁ ପୂର୍ବରୁ ଆସେ ତମର ହେଲ୍ଥ। ତମର ଦେହ ଠିକ୍ ସେ ରହିଲେ ହିଁ ମନ ଭଲ ରହିବ, ସବୁ କିଛି ଭଲ ଭଲ ହବ। ଯଦି ଦେହ ଭଲ ନାହିଁ ଦେନ୍ ଆଉ ସବୁ ଆସିଲା ପଛରେ, ଆଉ କିଛି ତମକୁ ଇଚ୍ଛା ହବନି, କିଛି ଭଲ ଲାଗିବନି, ତମେ କିଛି କରିବା ପାଇଁ ଇଣ୍ଟରେଷ୍ଟେଡ ହବ ନାହିଁ, କରିପାରିବନି ତ ଇଣ୍ଟରେଷ୍ଟେଡ କଣ ହବ? କରି ହିଁ ପାରିବନି। ତ ଏଇ ପୁରାଟା ଆମର ସେଇ ଉପରେ, ଏଇ ଯୋଉ ପୋଏମଟା ଅଛି ଆମର ସେଇ ଉପରେ ରିଲେଟେଡ। ଚାଲ ଯିବା ଏବେ ଲିଡ୍ ଇନ୍ ଉପରକୁ। Do you know that road accidents are very common in India nowadays? ତମେ ତ ଜାଣି ହିଁ ଥିବ ଆକ୍ସିଡେଣ୍ଟସ୍, ରୋଡ ଆକ୍ସିଡେଣ୍ଟସ୍ ସ୍ପେଶାଲି କେତେ ହଉଛି। ବହୁତ, ଯେତେବେଳେ ଶୁଣିବୁ ୟାର ଆକ୍ସିଡେଣ୍ଟ ହେଇଗଲା, ଯେତେବେଳେ ଶୁଣିବୁ ତା ଆକ୍ସିଡେଣ୍ଟ ହେଇଗଲା, କାହାର କିଏ ଡେଡ୍ ହେଇଗଲା, କିଏ ସ୍ପଟ୍ ଡେଥ୍ ହେଇଗଲା, କାହାର ତ କିଏ ହସ୍ପିଟାଲାଇଜଡ ହେଇଯାଇଛି, କାହାର କିଏ ଡିସେବଲ ହେଇଯାଇଛି, ତ କାହାର ଏମିତି ପୁରା ବହୁତ ସିଭିୟର ବ୍ଲଡ କ୍ଲଟ୍ ହେଇଯାଇଛି, କି ବ୍ଲଡ ଲସ୍ ହେଇଯାଇଛି, କିଛି ଗୋଟେ ହେଇଯାଇଛି। ତ ଆକ୍ସିଡେଣ୍ଟସ୍ ଗୋଟେ ନର୍ମାଲ ହେଇଗଲାଣି, ସବୁବେଳେ ଆମେ ସବୁବେଳେ ଯାଉଣୁ ଆସୁଣୁ ଶୁଣୁଛେ, ବହୁତ କମନ ହେଇଗଲାଣି। You will be shocked to know that 1,52,000 people died in India, including 5,315 in Odisha in 2008 as a result of road accidents. Road accidents, so ଆମର ଇଣ୍ଡିଆରେ ହଉଛି ଖାଲି 1,52,000 ଲୋକ ରୋଡ ଆକ୍ସିଡେଣ୍ଟରେ ତାଙ୍କର ଡେଥ୍ ହଉଛି, ଆଉ ଓଡ଼ିଶାରେ ଖାଲି 5,300 ଲୋକମାନଙ୍କର, 315 ଲୋକଙ୍କର ଡେଥ୍ ହଉଛି ରୋଡ ଆକ୍ସିଡେଣ୍ଟରେ, ଯୋଉଟା କି ବହୁତ ହି ସକିଂ। ଏତେ ଲୋକ ଖାଲି ରୋଡ ଆକ୍ସିଡେଣ୍ଟ, ଏମିତି ନାହିଁ କି ଦେହ ଖରାପ ହେଇଗଲା କି କିଛି ଗୋଟେ ଏମିତି ଅକସ୍ମାତକ ଏମିତି କିଛି ହେଇଗଲା, ନା, ଖାଲି ରୋଡ ଆକ୍ସିଡେଣ୍ଟରେ ଦେହ ଖରାପ ହଉଛି ଡିଫରେଣ୍ଟ, କି ଅଲଗା କୋଉ କଥାରୁ କିଛି ଡେଥ୍ ହବା ଡିଫରେଣ୍ଟ, ଖାଲି ରୋଡ ଆକ୍ସିଡେଣ୍ଟରେ ଏତିକି ଲୋକଙ୍କର ଡେଥ୍ ହଉଛି। The number of those who get injured or disabled is nearly 3 to 4 times higher than the number of death. ଆଚ୍ଛା, ଏତିକି ଲୋକଙ୍କର ଖାଲି ଡେଥ୍ ହଉଛି, ଏଇଟା ହଉଛି ନମ୍ବର ଅଫ୍ ଆକ୍ସିଡେଣ୍ଟସ୍ ନୁହେଁ, ଏତିକି ଲୋକଙ୍କର ଡେଥ୍ ହଉଛି ଖାଲି। ଆଉ ଯୋଉମାନେ ଇଞ୍ଜର୍ଡ ରହୁଛନ୍ତି, ଆଉ ଯୋଉମାନେ ଡିସେବଲ୍ଡ, ଇଞ୍ଜର୍ଡ ମାନେ ଯାହାର ଖଣ୍ଡିଆ ଖାବରା ହେଇକିନା ରହୁଛନ୍ତି, ଆଉ ଡିସେବଲ୍ଡ ମାନେ ଯିଏ ଅପାହିଜ ହେଇଯାଉଛନ୍ତି, କାହାର ହାତ କଟିଗଲା, କାହାର ଗୋଡ଼ କଟିଗଲା, କାହାର କୋଉ ଅର୍ଗାନ କଟି ଯାଉଛି, ଅଙ୍ଗ କଟି ଯାଉଛି, କି ପୁରା ଏମିତି କାହାର ପୁରା ଏମିତି ବହୁତ ଜୋରସେ ମୁହଁ ମାଡ଼ି ହେଇଯାଉଛି, ଦେନ୍ ଦାନ୍ତ ଦାନ୍ତ ରହୁନି, ତାପରେ କାହାର ଆଖି ପ୍ରୋବ୍ଲେମ ହେଇଯାଉଛି, କାହାର ପୁରା ବ୍ରେନ୍ ଡ୍ୟାମେଜ ହେଇଯାଉଛି, ବହୁତ ସାରା ପ୍ରୋବ୍ଲେମ ସବୁ କ୍ରିଏଟ ହେଇଯାଉଛି ଯେତେବେଳେ ରୋଡ ଆକ୍ସିଡେଣ୍ଟ ହଉଛି। ଆଉ ସେଇ ଆକ୍ସିଡେଣ୍ଟ ହଉଛି ଯୋଉ ଇଞ୍ଜରିଜ ଆଉ ଡିସେବଲ୍ଡ ମାନଙ୍କର କଣ୍ଡିସନ ହଉଛି ୟାଠୁ 3 ରୁ 4 ଗୁଣା ଅଧିକା। ଡେଥ୍ ରେଟ୍ ଆମର ଯୋଉ ଅଛି ତାଠୁ 3 ରୁ 4 ଗୁଣା ଅଧିକା, ମାନେ କୋଉ ରେଟ୍ରେ ଆମର ଆକ୍ସିଡେଣ୍ଟସ୍ ହଉଛି ଖାଲି। Increasing incidents of traffic violation and lack of awareness about safety rules have turned out to be the major factors of such deaths. The WHO has identified 5 major risk factors of road injuries such as speed, alcohol, seat belt, helmet, and visibility. अच्छा, ଆମର हु जो ऑर्गेनाइजेशन अच्छे ସମସ୍ତେ ଜାଣିଥିବ, वर्ल्ड हेल्थ ऑर्गेनाइजेशन को हु ବୋଲି କୁହାଯାଏ। ଆଚ୍ଛା, ତ ହୁ କଣ କରିଛି?
Sorry guys, ମୋର battery run କରୁଛି. Just a second. Just a second guys. ହଁ ତ ଆମର ଥିଲା କି ବହୁତ ସାରା ଇଞ୍ଜୁରିଜ ମାନେ ହଉଛି ଆଉ ସେଗୁଡ଼ା କଣ ପାଇଁ ହଉଛି 5 ମେଜର ଫ୍ୟାକ୍ଟର୍ସ ହୁ ତରଫରୁ ଜଣା ପଡୁଛି କି 5ଟା ମେଜର ଫ୍ୟାକ୍ଟର୍ସ ଯୋଗୁରୁ ଆମର ବେଶୀ ଆକ୍ସିଡେଣ୍ଟ ହଉଛି ସେଗୁଡ଼ା କଣ କଣ ସ୍ପିଡ ଆଲକୋହଲ ସିଟ୍ ବେଲ୍ଟ ହେଲମେଟ ଆଣ୍ଡ ଭିଜିବିଲିଟି ସ୍ପିଡ ମାନେ ବହୁତ ସ୍ପିଡରେ ଗାଡି ଚଲେଇବା ଦ୍ୱାରା ଆକ୍ସିଡେଣ୍ଟ କଜ ହଉଛି ଆମର ଗୋଟେ ସ୍ପିଡ ଲିମିଟ ଅଛି ସେଇ ସ୍ପିଡ ଲିମିଟ ତାଠୁ ଅଧିକା ଆମେ ସପୋଜ ଅଛି ଯେମିତି ମାର୍କେଟ ଏରିଆ ଆମକୁ ସେଇଠି ଧୀରେ ଚଲେଇବାର ଥାଏ ନେକ୍ସଟ ଆସିଲା ସ୍କୁଲ ଏରିଆ ଅଛି ଦେନ୍ ଆମକୁ ସେଇଠି ଧୀରେ ଚଲେଇବାର ଥାଏ ସାମ୍ନାରେ ଯଦି ହମ୍ପ ଅଛି ଦେନ୍ ଆମକୁ ସ୍ଲୋରେ ଡ୍ରାଇଭ୍ କରିବାର ଥାଏ ବଟ୍ ଆଜିକାଲି ଜେନେରେସନ ପିଲାମାନେ ମାନନ୍ତିନି ଆଜିକାଲି ଜେନେରେସନର ଖାଲି ପିଲାମାନେ ନାହିଁ ଆମର ଲୋକମାନେ ବି ଯୋଉ ବି ହ୍ୟୁମାନ୍ ଚଲଉଛନ୍ତି ଡ୍ରାଇଭ୍ କରୁଛନ୍ତି ସେ ଚାହେ ମେନ୍ ହୁଅନ୍ତୁ ୱିମେନ୍ ହୁଅନ୍ତୁ କେହି ବି ହୁଅନ୍ତୁ ସେମାନେ ଯେତେବେଳେ ଡ୍ରାଇଭ୍ କରୁଛନ୍ତି ସେମାନେ କେୟାରଫୁଲି ଡ୍ରାଇଭ୍ କରିବା କଥା ଆଉ ସ୍ପିଡ୍ ଲିମିଟଟାକୁ ସବୁବେଳେ ଧ୍ୟାନରେ ରଖିବା କଥା ଆଉ ସ୍ପିଡରୁ ବେଶୀ ଡ୍ରାଇଭ୍ କଲେ ଯେତିକି ନର୍ମାଲ ସ୍ପିଡ୍ ଥିବା କଥା ତାଠୁ ବେଶୀ ଡ୍ରାଇଭ୍ କଲେ ଆକ୍ସିଡେଣ୍ଟ ହବାର ବହୁତ ଚାନ୍ସେସ୍ ଅଛି ନେକ୍ସଟ ଆସିଲା ଆଲକୋହଲ ମଦ୍ୟପାନ କରିକିନା ଡ୍ରାଇଭ୍ କଲେ ବି ଏମିତି ପ୍ରୋବ୍ଲେମ ସବୁ ହୁଏ alright okay रोहन देखे ओके सो सॉरी वंस अगेन हाँ तो अल्कोहल मैंने मद्यपान करके पीले भी बहुत प्रॉब्लम हुए नेक्स्ट आसला सीट बेल्ट जदि न लगे देन चांसेस बहुत बेसी अच्छे सीट बेल्ट इज अ मस्ट सब बेले सीट बेल्ट यूज करवा कथा सेम गोज फॉर हेलमेट जदि तुम कार ड्राइव कर माने 4 व्हीलर्स ड्राइव कर देन सीट बेल्ट हूँ मस्ट ଆଉ ଯଦି ତମେ 2 ହ୍ୱିଲର ରାଇଡ୍ କରୁଛ ବାଇକ୍ ରାଇଡ୍ କରୁଛ ସ୍କୁଟି ସ୍କୁଟର ଏମିତି ସବୁ ରାଇଡ୍ କରୁଛ ଦେନ୍ ହେଲମେଟ୍ ଇଜ୍ ଅ ମଷ୍ଟ ତମେ ଚାहे ସାଇକେଲ ବି ରାଇଡ୍ କର ହେଲମେଟ୍ ପିନ୍ଧିବା ହେଉଛି ମଷ୍ଟ ଦେନ୍ ହେଉଛି ଭିଜିବିଲିଟି ଆମର ଡିଫରେଣ୍ଟ ରିଜନ୍ ଯୋଗୁରୁ ହେଇପାରେ ସପୋଜ ଆମେ ଯାଉଛୁ ଏମିତି ବହୁତ ଧୂଆଁ ଧୂଆଁ ହେଇଗଲା ବହୁତ ପଲ୍ୟୁସନ୍ ହେଇଗଲା କି ଶୀତ ଦିନ ହେଇଛି ବହୁତ ଏମିତି ଯୋଉ ହୁଏ ବହୁତ ଯେମିତି ଧୂଆଁ ଧୂଆଁ ହେଇଯାଇଥାଏ ବହୁତ କ୍ଲାଉଡି ଟାଇପ୍ର ହେଇଯାଇଥାଏ ସେମିତି ହେଇଗଲା ଦେନ୍ ତମର ସାମ୍ନା ବାଲାଟା ଦେଖା ନ ଗଲା ନହେଲେ ସାମ୍ନା ବାଲା କିଏ ଗୋଟେ ଏମିତି 4 ହ୍ୱିଲର ଡ୍ରାଇଭ୍ କରୁଛନ୍ତି କାର୍ଟେ ସାମ୍ନାରୁ ଆସୁଛି ତାଙ୍କର ଲାଇଟ୍ ହେଡଲାଇଟ୍ ପୁରା ତମ ଆଖିରେ ପଡ଼ିଗଲା ଆଉ ତମେ ଦେଖିପାରିଲନି କି ବହୁତ ବେଶୀ ଅନ୍ଧାର ହେଇଯାଇଛି ତମ କାର୍ର କି ତମ ବାଇକ୍ର ତମ ଲାଇଟ୍ କାମ କରୁନି ଦେନ୍ ସେମିତିରେ ବି ଆକ୍ସିଡେଣ୍ଟ ହବାର ବହୁତ ଚାନ୍ସେସ୍ ଥାଏ we can also add distracted driving, such as using cell phones or listening to music while driving, besides tiredness and unsafe roads as the major reason for death. ଆମେ ସେଲ୍ ଫୋନ୍ ବି ବହୁତ ୟୁଜ୍ କରେ ଆମେ ଯେତେବେଳେ କାର୍ ରାଇଡ୍ କରୁଥାଏ କି ବାଇକ୍ ରାଇଡ୍ କରୁଥାଏ କି ଅଲଗା କେଉଁ ବି ଜିନିଷ ରାଇଡ୍ କରୁଥାଏ ଦେନ୍ ସେଇ ଟାଇମ୍ରେ ଆମେ ମ୍ୟୁଜିକ୍ ଶୁଣେ ଫୋନ୍ରେ କଥା ହୁଏ କେତେବେଳେ ମେସେଜ୍ ଦେଖୁଥାଏ କି କେତେବେଳେ ମେସେଜ୍ କରୁଥାଏ ତୁମକୁ ଯଦି ସେମିତି କିଛି ବି କରିବାର ଥାଏ ଦେନ୍ ତମେ ଯୋଉଟା ଯୋଉ ବି ଭେହିକଲ୍ ରାଇଡ୍ କରୁଛ ତାକୁ ଟିକେ ସାଇଡ଼ରେ ଲଗେଇଦବ ତ ରାସ୍ତା ସାଇଡ଼ରେ ଟିକେ ସାଇଡ଼୍ କରିକିନା ତାପରେ ତମେ ଫୋନ୍ ୟୁଜ୍ କରିବ ଯଦି ସେତିକି ଇମ୍ପୋର୍ଟାଣ୍ଟ ଅଛି ଦେନ୍ ନହେଲେ ତମେ ତମର ଯାଇପାର ସେ କିଛି ବି ଯଦି ତମର ମ୍ୟୁଜିକ୍ ଅଛି ଶୁଣିବାର କିଛି ସେଟା ତମେ ଓହ୍ଲେଇ ସାରିଲା ପରେ ହିଁ ଶୁଣିବ ମ୍ୟୁଜିକ୍ ଶୁଣିବାରେ କି ସେଲ୍ ଫୋନ୍ ୟୁଜ୍ କରିବାରେ କି ମେସେଜ୍ କରିବାରେ କି ପିଙ୍ଗ କରିବାରେ କି କଲ୍ ରିସିଭ୍ କରିବାର ବି ଅଛି ତାହେଲେ ବି ତମେ କାର୍କୁ ସାଇଡ଼ରେ କି ବାଇକ୍କୁ ସାଇଡ଼ରେ ଲଗେଇକିନା କଥା ହେଇଯିବ ତାପରେ ଯାଇକିନା ପୁଣି କଣ୍ଟିନ୍ୟୁ କରିବ ତ ଏଇଗୁଡ଼ା ସବୁ ଆମର ରିଜନ୍ ଆଉ ଯଦି ତମକୁ ଟାୟର୍ଡ ଲାଗୁଛି ଆଉ ଫିଲ୍ ହେଉଛି କି ମୁଁ ଆଗକୁ ଯାଇପାରିବିନି ଦେନ୍ ତମେ ଟିକେ ସମୟ ସାଇଡ଼କୁ ନେଇକିନା ରେଷ୍ଟ କରିବ 10-15 ମିନିଟ୍ସ ଯଦି ବହୁତ ରାତି ହେଇଯାଇଛି ଦେନ୍ ଗୋଟେ ଏମିତି ପବ୍ଲିକ୍ ଏରିଆ ଦେଖିକିନା ୱାନା ପେଟ୍ରୋଲ ପମ୍ପ ହେଉଛି ବହୁତ ସେଫ୍ ପେଟ୍ରୋଲ ପମ୍ପ ପାଖରେ ଯାଇକିନା ରେଷ୍ଟ ନେଇପାରିବ 15-20 ମିନିଟ୍ସ ରେଷ୍ଟ ନେଲ ତାପରେ ପୁଣି ବାପସ ଡ୍ରାଇଭ୍ ଷ୍ଟାର୍ଟ କରିପାରିବ ବଟ୍ ଯଦି ସେମିତି ନ ହେଉଛି ଆଉ ତମେ ବହୁତ ଟାୟର୍ଡ ଫିଲ୍ କରୁଛ ତମେ ପୁଣି ତାପରେ ବି କି ହଁ ମୁଁ ଅଳ୍ପ ବାଟ ଅଛି ଯିବି ଭାରି then you can go to and lead to a very damaged condition or a accident
तो एमती कंडीशन जोगुरु ही एक्सीडेंट हुए। ओके, तो या पर सावधान सहित तमें सब ड्राइव करबो और जहाँ जहाँ प्रिकॉशन सब कुहाई से गुड़ा सब फॉलो करबो। सीट बेल्ट एंड हेलमेट इज अ मस्ट। नेक्स्ट असला द टेक्स्ट। Hi, I am Vicky's brilliant brain, sitting in a formalin jar with disdain. On display to promote knowledge gain, watching people stare at me again and again. Okay, तो ये कौन कही मु हूँ विकीर ब्रिलियंट ब्रेन। এটা এইটা স্টোরিটা না আমার সরি পোয়েমটা আমরা এটা কিଏ କହିଛନ୍ତି ଜାଣିଛ? ଏ ପୋଏମଟା ପୁରା ବ୍ରେନ୍ କହିଛି। କାହାର ବ୍ରେନ୍? ବିକିଜ୍ ବ୍ରେନ୍। ବିକି ହେଉଛି ଗୋଟେ ଇମାଜିନାରୀ କ୍ୟାରେକ୍ଟର ଯୋଉଟା ଆମର ନିଆ ହେଇଛି। ବିକି ଜାଗାରେ ତମେ କିଛି ବି ନେଇ ପାରିଥାନ୍ତେ, ସେ ଗୋଟେ ବାସ୍ ବିକି ହିଁ ନେଇଛନ୍ତି। ଜଣଙ୍କର ବ୍ରେନ୍ ବିଷୟରେ ଡିସ୍କ୍ରାଇବ୍ କରାହେଇଛି। ଆମେ ଯୋଉ ମ୍ୟୁଜିୟମରେ ପଢିଥିଲେ ଏବେ, ମ୍ୟୁଜିୟମରେ ଯୋଉ ଥୁଆ ହେଇଛି, ସେଇ ମ୍ୟୁଜିୟମ ଭିତରେ ବହୁତ ସାରା ଜାର ଭିତରୁ ଜଣଙ୍କର ଗୋଟେ ଜାରର ଗୋଟେ ବ୍ରେନ୍ ଏମିତି କହୁଛି, ମୁଁ ହଉଛି ବିକିର ବ୍ରେନ୍। ମୁଁ ହଉଛି ବିକିର ବ୍ରେନ୍। ବିକିର ବ୍ରେନ୍ ମାନେ ଆମେ ଯଦି ଜିଅନ୍ତା ଥାନ୍ତା, ମଣିଷ ଯଦି ଜିତା ଜାଗତା ଥାନ୍ତା, ଗୋଟେ ଲାଇଫ୍ ପର୍ସନର ବ୍ରେନ୍ ତ ବାହାରିବନି। ଇଏ ହଉଛି ବିକିର ଡେଥ୍ ହେଇସାରିଛି ଆଉ ତା ବ୍ରେନ୍ଟା କଢାଇକି ମ୍ୟୁଜିୟମରେ ଥୁଆ ହେଇଛି। ଆଉ ସିଏ ଏବେ କଥା କହୁଛି କି ମୁଁ ହଉଛି ବିକିର ବ୍ରେନ୍। ଆଉ ବିକି ହଉଛି ଗୋଟେ ବହୁତ ହି ଇଣ୍ଟେଲିଜେଣ୍ଟ ପିଲା, ବିକଜ ସେ ନିଜକୁ କହୁଛି ମୁଁ ବହୁତ ଗୋଟେ ବ୍ରେନି, ମାନେ ବହୁତ ବ୍ରିଲିଏଣ୍ଟ ବ୍ରେନ୍, ମାନେ ମୁଁ ବହୁତ ଇଣ୍ଟେଲିଜେଣ୍ଟ ବ୍ରେନ୍। Sitting in a formalin jar with disdain, ମାନେ ମାନେ ମୁଁ ନିଜକୁ ମତେ ଏବେ ବହୁତ ଖରାପ ଫିଲ୍ ହଉଛି, ମତେ ବହୁତ ନିଜକୁ ରାଗ ଲାଗୁଛି, ନିଜକୁ ନଫରତ ଆସୁଛି କି ମୁଁ ଏବେ ଏଇ ଫର୍ମାଲିନ୍ ଜାରରେ ବସିଛି ବୋଲି। ଫର୍ମାଲିନ୍ ମାନେ ଆଗରୁ ବୁଝେଇଥିଲି, ଫର୍ମାଲିନ୍ ହଉଛି ଗୋଟେ ଜାର୍ ଯୋଉଟା କେମିକାଲ ରଖା ହେଇକିନା, କେମିକାଲ ପ୍ରପର୍ଟି ଥାଇକିନା, ଯୋଉଟା ମଣିଷ ହ୍ୟୁମାନ୍ ମାନଙ୍କର ଅର୍ଗାନ ସେଥିରେ ରଖା ହୁଏ, ମାନେ ଯୋଉଟା ପ୍ରିଜର୍ଭ କରିକିନା ଯୋଉଥିରେ ବହୁତ ଦିନ ଯାଏ ରହିପାରିବ, ଯୋଉଟାରେ ଖରାପ ହବନି। ଆମେ ନର୍ମାଲ ଯୋଉ ଜାର ଆସୁଛି ସେଥିରେ ତମେ କିଛି ବି ଜିନିଷ ପୁରେଇ ଦିଅ, ଦେନ୍ ସେଟାରେ ଖରାପ ହେଇଯିବାର ବହୁତ ଚାନ୍ସେସ୍ ଥାଏ। ବଟ୍ ଫର୍ମାଲିନ୍ ଜାର ଗୋଟେ ଏମିତି ଟାଇପ୍ର ଜାର, ସେଟାରେ ଯୋଉ ବି ଜିନିଷ ରଖିବ ସେଟା ବହୁତ ଦିନ ଯାଏ ଲଙ୍ଗ ଲାଷ୍ଟିଂ ହେଇକିନା ରୁହେ। ତ ସେଇ ଫର୍ମାଲିନ୍ ଜାରରେ ବିକିର ବ୍ରେନ୍ ଥୁଆ ହେଇଛି ଆଉ ସେ କହୁଛି ମୁଁ ହଉଛି ବହୁତ ଇଣ୍ଟେଲିଜେଣ୍ଟ, ବଟ୍ ମତେ ଏବେ ନିଜକୁ ବହୁତ ଖରାପ ଲାଗୁଛି, ମତେ ନିଜ ଉପରେ ବହୁତ ରାଗ ଚିଡୁଛି, ମତେ ନିଜକୁ ବହୁତ ନଫରତ ଫିଲ୍ ହଉଛି କି ମୁଁ ଏମିତି ବସିଛି ଏଇଠି। On display to promote knowledge gain, watching people stare at me again and again. ମୁଁ ଏଇଠି ଯୋଉ ବସିଛି, ଲୋକମାନେ ସବୁ ଆସୁଛନ୍ତି, ମତେ ଦେଖୁଛନ୍ତି, ଆଉ ମୁଁ ମତେ ସବୁ ଏମିତି ଏମିତି ପୁରା ଘୁରି ଘୁରିକି ଦେଖୁଛନ୍ତି। ଷ୍ଟେୟାର ଏଟ୍ ମି ଅଗେନ୍ ଆଣ୍ଡ ଅଗେନ୍ ମାନେ ମତେ ଏମିତି ଧ୍ୟାନ ଦେଇକିନା ମତେ ଏମିତି ଦେଖୁଛନ୍ତି ଏମିତି ଯୋଉ ଦେଖୁଛନ୍ତି, ମତେ ବହୁତ ଖରାପ ଲାଗୁଛି, ବିକଜ ମୁଁ ଏଠି ଏମିତି ଡିସପ୍ଲେ ହେଇଛି। ତ ସମସ୍ତେ ମତେ ଦେଖିକିନା ତାଙ୍କର ନିଜର ନଲେଜ ବଢଉଛନ୍ତି, ବଟ୍ ମତେ ସେଗୁଡା ଦେଖିକିନା ବହୁତ ଖରାପ ଲାଗୁଛି। ଲୋକମାନେ ମାନେ ତାକୁ କାହିଁକି ଖରାପ ଲାଗୁଛି କି ମୁଁ ହଉଛି ଗୋଟେ ବିକିର ଏମିତି ନାଇଁ କି ଗୋଟେ ନର୍ମାଲ ବ୍ରେନ୍ ଥିଲି କି ଗୋଟେ ଅନୟୁଜ୍ଡ ବ୍ରେନ୍ ଥିଲି। ମୁଁ ଏମିତି ମୂର୍ଖ ବ୍ରେନ୍ ନୁହେଁ, ମୁଁ ଗୋଟେ ବହୁତ ବ୍ରିଲିଏଣ୍ଟ ବ୍ରେନ୍, ମୁଁ ବହୁତ ବ୍ରେନି ମଣିଷଟେ ଥିଲି ଯେତେବେଳେ ବଞ୍ଚିଥିଲି। ବିକି ଯେତେବେଳେ ବଞ୍ଚିଥିଲା ମୁଁ ତାର ବହୁତ କାମରେ ଆସୁଥିଲି, ବଟ୍ ଏବେ ଦେଖ, ଏବେ ମୁଁ ଆସିକିନା ଗୋଟେ ଫର୍ମାଲିନ୍ ଜାରରେ ଥୁଆ ହେଇଛି ଗୋଟେ ମ୍ୟୁଜିୟମରେ, ଆଉ ଲୋକମାନେ ମତେ ଦେଖିକିନା ନିଜର ବ୍ରେନ୍ ବଢଉଛନ୍ତି, ନିଜର ନଲେଜ ବଢଉଛନ୍ତି, ଆଉ ମତେ ଏମିତି ଘୁରି ଘୁରିକି ଦେଖୁଛନ୍ତି। How insulting to be called a specimen. 2 years ago, I was put off a living human. I got no stroke, tumor, or bugs within, yet ended up in this jar to my chagrin. ଆଚ୍ଛା, ତ ସିଏ କଣ କହୁଛି, ମତେ କେତେ ଇନସଲ୍ଟିଂ ଫିଲ୍ ହଉଛି ଯେତେବେଳେ ଲୋକମାନେ ଗୋଟେ ମତେ ନମୁନା ହିସାବରେ ଦେଖୁଛନ୍ତି। ସ୍ପେସିମେନ୍ ମାନେ ହଉଛି ନମୁନା। ତ ମତେ ଗୋଟେ ଏମିତି ଗୋଟେ ଏକ୍ସାମ୍ପଲ ହିସାବରେ ମତେ ଦେଖୁଛନ୍ତି। ମୁଁ ତାଙ୍କ ପାଇଁ ଏଇ ଯୋଉ ଯେତେ ବି ଜାର ଥୁଆ ହେଇଛି, ଆମେ ସବୁ ଗୋଟେ ଗୋଟେ ହଉଛି ଏକ୍ସାମ୍ପଲ। ସେ ଗୋଟେ ଏକ୍ସାମ୍ପଲ ହିସାବରେ ମତେ ଦେଖୁଛନ୍ତି, ଆଉ ସେଇଟା ମୋ ପାଇଁ ବହୁତ ହି ଇନସଲ୍ଟିଂ ଫିଲ୍ ହଉଛି ମତେ, ବିକଜ କିଛି ବର୍ଷ ପୂର୍ବରୁ 2 ବର୍ଷ ପୂର୍ବରୁ ମୁଁ ଗୋଟେ ଲିଭିଂ ହ୍ୟୁମାନର ଗୋଟେ ଅର୍ଗାନ ଥିଲି, ଗୋଟେ ପାର୍ଟ ଥିଲି, ଗୋଟେ ବଞ୍ଚିଥିବା ଜିତା ଜାଗତା ମଣିଷର ମୁଁ ଗୋଟେ ପାର୍ଟ ଥିଲି। ଆଉ ଏବେ ମତେ ମ୍ୟୁଜିୟମରେ ଲୋକମାନେ ଦେଖିବା ପାଇଁ ଆସୁଛନ୍ତି। I got no stroke, tumor, or bugs within, yet ended up in this jar to my chagrin. ନା ମୋ ପାଖରେ ନା ମୋର ଏମିତି କିଛି ବ୍ରେନ୍ ଷ୍ଟ୍ରୋକ୍ ହେଇଥିଲା। ଷ୍ଟ୍ରୋକ୍ ମାନେ ଯୋଉ ବ୍ରେନ୍ ଷ୍ଟ୍ରୋକ୍ ଜାଣିଥିବ, ମାନେ ଏମିତି କି ନାହିଁ କିଛି ଏମିତି ଡିଜିଜ୍ ହେଇଥିଲା, ନା ଟ୍ୟୁମର ହେଇଥିଲା ମତେ, ନା ବଗ୍ସ ହେଇଥିଲା। ବଗ୍ସ ମାନେ ନାହିଁ ମତେ କିଛି ରୋଗ ହେଇଥିଲା, ନା ମୋର ବ୍ରେନର କିଛି ରୋଗ ହେଇଥିଲା, ନା ମତେ ଟ୍ୟୁମର ହେଇଥିଲା ବ୍ରେନରେ, ନା ମୋର ଷ୍ଟ୍ରୋକ୍ ହେଇଥିଲା।
କିଛି ବି ହେଇନଥିଲା ମୁଁ ବହୁତ ହେଲ୍ଦି ଥିଲି ବହୁତ ଭଲ ଥିଲି ବଟ୍ ଷ୍ଟିଲ୍ ଆସିକିନା ମୁଁ ଏଇ ଜାର୍ରେ ପଶିଛି ତୁମେ ଚାଗ୍ରିନ୍ ମାନେ ଅସନ୍ତୋଷ ସେ ପ୍ରକାଶ କରୁଛି କି ମତେ କେତେ ଖରାପ ଲାଗୁଛି କି ଏବେ ମୁଁ ସେପାରେଟ୍ ହେଇକିନା ଅଛି ମାନେ ମୁଁ ଏବେ ମୋର ଲାଇଫଟା ସେ ପୁରା ବିକି ଠାରୁ ସେପାରେଟ୍ ହେଇକିନା ଏବେ ମୁଁ ଅଛି ମୁଁ ଯଦି ତା ସହିତ ପଳେଇଥାନ୍ତି ଦ୍ୟାଟ୍ ଇଜ ଡିଫରେଣ୍ଟ ବାକି ମତେ ଏବେ ସେପାରେଟ୍ ରଖିଛନ୍ତି ଗୋଟେ ଜାର୍ରେ ଅଲଗା କରିକିନା ପୁରା ତାର ବଡିର ଯେତେ ବି ଅର୍ଗାନ୍ସ ଥିଲେ ମତେ ସମସ୍ତଙ୍କ ଠାରୁ ଅଲଗା କରିକିନା ଏଇ ଜାର୍ରେ ରଖିଛନ୍ତି ଏଇଠି ମୁଁ ଆସିକିନା ମୋର ଲାଷ୍ଟ ଟାଇମଟା ମୁଁ ଏଇଠି ହିଁ ଏମିତି ବିତଉଛି then Asila, Vicky was a young boy, smart and sane, full of life and vigor, sun, wind, or rain. Computers and maths were his domain. His motto in life was no pain, no gain. तो विकी आमे एइथ्रु जाउचे विकी गोटे बहुत स्मार्ट पिला थिला यंग बॉय थिला स्मार्ट थिला और सेन थिला सेन माने होचे स्मार्ट माने तुम समस्त जानते यंग माने होचे तुम जानते यंगस्टर्स माने होचे तम माने जो माने युव अवस्था रे अछंती तांको यंग बॉय कहा जाए स्मार्ट माने जो माने बहुत इंटेलिजेंट थांती स्मार्ट थांती भलो तांकर पर्सनालिटी बहुत भलो थाए बहुत ब्रेनी थांती तांको सब स्मार्ट कहा जाए ଆଉ ସେନ୍ ମାନେ ହଉଛି ବହୁତ ହେଲ୍ଦି ଥିଲା ସେନ୍ ଥିଲା ମାନେ ବହୁତ ହେଲ୍ଦି ଗୋଟେ ସୁସ୍ଥ ଅବସ୍ଥାରେ ଥିବାକୁ ସେନ୍ ବୋଲି କୁହାଯାଏ ସେ ତାହେଲେ ଆମେ ଜାଣୁଛେ ଏଥିରେ ଆଗରୁ ଲେଖା ହେଇଥିଲା ଇଣ୍ଟେଲିଜେଣ୍ଟ ବ୍ରେନ୍ ମାନେ ସେ ବହୁତ ବ୍ରେନି ଥିଲା ଇଣ୍ଟେଲିଜେଣ୍ଟ ଥିଲା ସ୍ମାର୍ଟ ଥିଲା ଆଉ ସେନ୍ ବି ଥିଲା ହେଲ୍ଦି ବି ଥିଲା ଏମିତି ତାକୁ କିଛି ଦେହ ବି ଏମିତି ଖରାପ ବି ହଉନଥିଲା ଫୁଲ୍ ଅଫ୍ ଲାଇଫ୍ ଆଣ୍ଡ ବିଗର ସନ୍ ୱିଣ୍ଡ ରେନ୍ ବିଗର ମାନେ ହଉଛି ଶକ୍ତିଶାଳୀ ତାର ଲାଇଫ ସେ ତା ଲାଇଫଟା ପୁରା ସେମିତି ନା ବହୁତ ଫ୍ରେଣ୍ଡଲି ୱେରେ ବହୁତ ଲାଇଭଲି ୱେରେ ପୁରା ସବୁବେଳେ ଏମିତି କାଟୁଥିଲା କେତେବେଳେ ସନ୍ ୱିଣ୍ଡ ରେନ୍ ଯାହା ବି ହଉ ସେ ବହୁତ ଲାଇଭଲି ୱେରେ ତା ଜୀବନଟାକୁ କାଟୁଥିଲା କମ୍ପ୍ୟୁଟର୍ସ ଆଣ୍ଡ ମ୍ୟାଥ ହିଜ୍ ଡୋମେନ୍ ମାନେ ସେ ବହୁତ ଜ୍ଞାନୀ ଥିଲା ବହୁତ ଇଣ୍ଟେଲିଜେଣ୍ଟ ଥିଲା ଆଉ ସେ ତାର କମ୍ପ୍ୟୁଟର୍ସ ଆଉ ମ୍ୟାଥ ବହୁତ ଭଲ ହଉଥିଲା ମ୍ୟାଥ ଗୋଟେ ଏମିତି ସବଜେକ୍ଟ ଯୋଉମାନେ ବହୁତ ଇଣ୍ଟେଲିଜେଣ୍ଟ ତାଙ୍କର ହିଁ ମ୍ୟାଥ ବହୁତ ଭଲ ଆଉ କମ୍ପ୍ୟୁଟର ବି ତାର ବହୁତ ଭଲ ହଉଥିଲା ତାମାନେ ସେ ଭଲ ମାନେ ବହୁତ ଭଲ ପଢୁ ବି ଥିଲା ତାର ଏଇ ଦିଟା ସବଜେକ୍ଟ ତାର ବହୁତ ଭଲ ହଉଥିଲା ଡୋମେନ୍ ମାନେ ଏଇ ବହୁତ ତାର ଏଇ ଜ୍ଞାନ ତାର ଏଇ ଉପରେ ବେଶୀ ଥିଲା ଆଉ ତା ଲାଇଫର ମୋଟୋ ଥିଲା ନୋ ପେନ୍ ନୋ ଗେନ୍ ଯଦି ତମେ କଷ୍ଟ ନ ପାଇବ ଦେନ୍ ତମେ କିଛି ହାସିଲ କରିପାରିବ ନାହିଁ ନୋ ପେନ୍ ନୋ ଗେନ୍ ମାନେ ଆମେ ନର୍ମାଲ ଗୋଟେ ଏକ୍ସାମ୍ପଲ ଦେଇପାରିବି ଯଦି ତମେ ସାଇକେଲ ଚଲଉଛ ସାଇକେଲ ଯଦି ନ ପଢିଛ ଦେନ୍ ତମେ ସାଇକେଲ କେବେ ଶିଖିପାରିବନି ସାଇକେଲ ଚଲେଇଲା ମାନେ ତମେ ଯେମିତି ହେଲେ ଥରେ ଦିଥର ତିନିଥର ହଉ ଜବ ତକ ତମ ପ୍ରାକ୍ଟିସ ନ ହେଇଛି ତବ ତକ ତମେ ଶିଖିପାରିବ ନାହିଁ ତ ଯେତେ କଷ୍ଟ ହବ ତମେ ସେତେ ବେଶୀ ପ୍ରାପ୍ତ କରିବ ତ ତାର ଲାଇଫର ମୋଟୋ ବି ସେଇଟା ହିଁ ଥିଲା ନୋ ପେନ୍ ନୋ ଗେନ୍ Vicky's love for his parents was truly insane and he adored his grandma, Wrinkles and Kane. ତ विक्कीର ଭଲ ପାଇବା ତା ପ୍ୟାରେଣ୍ଟସ୍ ପ୍ରତି ବହୁତ ମାନେ ସଚୋଟ ଥିଲା ସେ ତା ଭଲ ପାଇବା ତା ପ୍ୟାରେଣ୍ଟସ୍ ପ୍ରତି ବହୁତ ଇନସେନ୍ ଥିଲା ମାନେ ବହୁତ ସେମିତି ପାଗଳ ମାନଙ୍କ ଭଳିଆ ଭଲ ପାଉଥିଲା ତା ପ୍ୟାରେଣ୍ଟସ୍ ମାନଙ୍କୁ ସେ ବହୁତ ତାଙ୍କୁ ଭଲ ପାଏ ଆଣ୍ଡ ହି ଅଡୋର୍ଡ ହିଜ୍ ଗ୍ରାଣ୍ଡମା ରିଙ୍କଲ୍ସ ଆଣ୍ଡ କ୍ୱିନ୍ ମାନେ ସେ ତା ଯୋଉ ଗ୍ରାଣ୍ଡମା ଯିଏ ମାନେ ତା ବୁଢୀ ମା ଯିଏ ଥିଲେ ତାଙ୍କୁ ବି ସେମିତି ବହୁତ ବେଶୀ ଭଲ ପାଉଥିଲା ଆଉ ତାଙ୍କର ରିଙ୍କଲ୍ସ ଆଉ କେନ୍କୁ ବି ମାନେ ରିଙ୍କଲ୍ସ ମାନେ ହଉଛି ଆମେ ବୁଢା ବୁଢୀ ହେଇଗଲେ ଆମର ଚମ ଗୁଡା ଏମିତି ଏମିତି ସବୁ ଜାକି ଜାକି ହେଇଯାଏ ଏମିତି କୁଞ୍ଚ କୁଞ୍ଚ ହେଇଯାଏ ତାକୁ ରିଙ୍କଲ୍ସ କୁହାଯାଏ ଆଉ କେନ୍ ମାନେ ତାଙ୍କର ବଙ୍କୁଲି ବାଡି ତାଙ୍କ ଗ୍ରାଣ୍ଡମା ଯୋଉ ବଙ୍କୁଲି ବାଡି ଧରିକିନା ଚାଲୁଥିଲେ ସେ ତାକୁ ବି ମଧ୍ୟ ବହୁତ ଭଲ ପାଏ ତାକୁ ବି ବହୁତ ଯତ୍ନର ସହକାରେ ରଖେ ଆଉ ଦେଖେ In college, when he stole a glance at Lorraine, why his heart went thud thud only I could explain. ଯେତେବେଳେ ସେ କଲେଜରେ ଥିଲା ସରି ଯେତେବେଳେ ସେ କଲେଜରେ ଥିଲା ସେ ଲୋରେନକୁ ଦେଖିକିନା ଲୋରେନ ହଉଛି ଗୋଟେ ତାର ସାଥୀ ଗୋଟେ ସାଙ୍ଗ ଝିଅ ତାକୁ ଦେଖିକିନା ସେ ତାର ଗ୍ଲାନ୍ସ ମାନେ ତାକୁ ଦେଖୁଥିଲା ତାକୁ ଦେଖିକିନା ତା ହାର୍ଟଟା ଥର୍ଡ 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 ମାନେ ହଉଛି ହାର୍ଟଟା ଯୋଉ ବିଟ୍ କରାଯାଏ ଏଠି ଥର୍ଡ ଥର୍ଡ ବୋଲି ତାକୁ କହିଛନ୍ତି ତ ହାର୍ଟ ବିଟ୍ଟା ତାର କାହିଁକି ଏତେ ଫାଷ୍ଟ ହେଇଯାଇଥିଲା ସେଇଟା ଖାଲି ମୁଁ ହିଁ ଏକ୍ସପ୍ଲେନ କରିପାରିବି ମୁଁ ହିଁ ତାକୁ ବୁଝିପାରିବି ଆଉ କହିପାରିବି ବିକଜ ତାକୁ ତା ପାଇଁ କିଛି ଫିଲିଙ୍ଗସ୍ ଥିଲା ଲରେନ୍ ପାଇଁ ଯୋଉଟା ପାଇଁ ସେ ତାକୁ ଦେଖିଲା ମାନେ ତା ହାର୍ଟ ବିଟ୍ ଫାଷ୍ଟ ହେଇଯାଉଥିଲା ଏଗୁଡ଼ା ସବୁ କିଏ କହୁଛି ବିକିର ବ୍ରେନ୍ କହୁଛି ବିକି ବିଷୟରେ ବାକି on a wet monsoon day for a
Task mundane, Vicky rode his bike to his friend in the next lane. For once, from wearing his helmet, he did refrain. God, he met with an accident, gory and inhuman. ତ ଗୋଟେ ୱେଟ୍ ମନସୁନ୍ ଡେ ମାନେ ଗୋଟେ ମେଘୁଆ ଦିନରେ ବର୍ଷା ପାଗରେ ସେ ଦିନେ ଏମିତି ବାହାରିକିନା ଗଲା ଫର୍ ଟାସ୍କ ମୁଣ୍ଡେ ମାନେ ଗୋଟେ ଗୋଟେ ଏମିତି ନର୍ମାଲ ସାଧାରଣ କାମ ପାଇଁ ସେ ଗୋଟେ ଏମିତି କ'ଣ ବାହାରିକିନା ଗଲା ବର୍ଷା ହେଇଥିଲା ରାସ୍ତା ସବୁ ଏମିତି ବହୁତ ପାଣି ପାଣି ହେଇକିନା ଥିଲା ତ ବିକି ତାର ବାଇକ୍ ଧରିକିନା ତାର ସାଇକେଲ ଧରିକିନା ତାର ସାଙ୍ଗ ପାଖକୁ ଯିଏ ନେକ୍ସଟ ଲେନରେ ରହୁଥିଲା ନେକ୍ସଟ ଘରେ ଯିଏ ରହୁଥିଲା ନେକ୍ସଟ ଗଳିରେ ଯିଏ ରହୁଥିଲା ତା ପାଖକୁ ଗଲା ତା ସାଙ୍ଗ ପାଖକୁ For once from wearing his helmet, he did refrain. Refrain ମାନେ ସେ ଏତେ ଧ୍ୟାନ ଦେଲାନି ଏତେ ଭାବିଲାନି କି ହଁ ହେଲମେଟ ପିନ୍ଧିବେ ଏଇ ତ ପାଖକୁ ତ ଯାଉଛି ନେକ୍ସଟ ଗଳିକୁ ତ ଯାଉଛି ଆଉ ଏଥରକ ହେଲମେଟଟା ଛାଡି ଦଉଛି ସାଙ୍ଗେ ସାଙ୍ଗେ ଯାଇକିନା ତ ଆସିବି ଏତେ ତ କିଛି ଅର୍ଜେଣ୍ଟ କାମ ନାହିଁ ଟାସ୍କ ମୁଣ୍ଡେନ ଏମିତି ସାଧାରଣ କାମ ଥିଲା ସାଧାରଣ କାମ ପାଇଁ ସେ ଗୋଟେ ଯାଇଥିଲା ତା ସାଙ୍ଗ ଘରକୁ ତ ଗଲା ବେଳେ ସେଠୁ ସେ ଗୋଟେ ଆକ୍ସିଡେଣ୍ଟ ସହିତ ଦେଖାଗଲା ମାନେ ହି ମେଟ୍ ୱିଥ୍ ଆନ୍ ଆକ୍ସିଡେଣ୍ଟ ତାର ଆକ୍ସିଡେଣ୍ଟ ହେଇଗଲା ଗୋରି ଆଣ୍ଡ ଇନହ୍ୟୁମାନ ଗୋରି ମାନେ ବହୁତ ରକ୍ତାକ୍ତ ଅବସ୍ଥାରେ ସେଠୁ ଯେତେବେଳେ ଆକ୍ସିଡେଣ୍ଟ ହେଲା ତାର ପୁରା ବହୁତ ବ୍ଲିଡିଂ ହେଇଥିଲା ବହୁତ ରକ୍ତ ପଡିଥିଲା ଆଉ ଇନହ୍ୟୁମାନ ମାନେ ଅମାନୁଷିକ ହିସାବରେ ତାର ଆକ୍ସିଡେଣ୍ଟ ହେଇଥିଲା ମାନେ ବହୁତ ଖରାପ ଆକ୍ସିଡେଣ୍ଟ ହେଇଥିଲା ଏଠି ଆମର ପୋଏଟ ସେଇଟା ଡେସ୍କ୍ରାଇବ କରୁଛନ୍ତି କି ଯୋଉ ଆକ୍ସିଡେଣ୍ଟ ହେଇଥିଲା ସେ ବହୁତ ହି ଖରାପ କଣ୍ଡିସନରେ ଥିଲା ତାର ପୁରା ଏମିତି ବହୁତ ବ୍ଲଡ ୱାର୍ଡ ବାହାରି ଯାଇଥିଲା ତାର ବଡିର ଅବସ୍ଥା କଣ୍ଡିସନ ବହୁତ ବେଶୀ ଖରାପ ଥିଲା All it took was a stray moment in a young life lost, a family crushed with pain. Dear friends, take care. Risky driving can be vain. Drive safe, let your precious life not be in vain. ତ କ'ଣ କହୁଛନ୍ତି ଏଠି ପୋଏଟ୍ ଏଠି କ'ଣ ଡେସ୍କ୍ରାଇବ୍ କରିବା ପାଇଁ ଆମର ଚାହୁଁଛନ୍ତି ବ୍ରେନ୍ଟା କ'ଣ କହୁଛି ଏଠି କି ଗୋଟେ ତୁଚ୍ଛ ମୋମେଣ୍ଟ ହିଁ ଲାଗିଲା ଷ୍ଟ୍ରେ ମାନେ ଗୋଟେ ଭ୍ରାନ୍ତ ମୋମେଣ୍ଟ ଲାଗିଲା ଇନେନ୍ ମାନେ ଗୋଟେ ଷ୍ଟୁପିଡ୍ ଜିନିଷ କରିବା ପାଇଁ କ'ଣ କଲା ସେ ଷ୍ଟୁପିଡ୍ ଜିନିଷ ମାନେ ଗୋଟେ ଛୋଟ ଜିନିଷ କଲା ଯୋଉଟା ପାଇଁ ଏତେ ବଡ଼ ଜିନିଷ ହେଇଗଲା କ'ଣ ନା ହେଲମେଟ୍ ସେ ପିନ୍ଧି ନଥିଲା ସେ କହିଲା ମୁଁ ତ ଏଇ ପାଖକୁ ଯାଉଛି ଆଉ ହେଲମେଟ୍ ଆଉ କ'ଣଟା ପିନ୍ଧିବି ଯଦି ହେଲମେଟ୍ ପିନ୍ଧିଥାନ୍ତା ତାର ମୁଣ୍ଡ ଫାଟି ନଥାନ୍ତା ତାର ଏତେ କଣ୍ଡିସନ ଖରାପ ହେଇନଥାନ୍ତା ବଟ୍ ଜଷ୍ଟ ସେ ଖାଲି ହେଲମେଟ୍ ପିନ୍ଧି ନଥିଲା ବୋଲି ଏତିକି ଜିନିଷ ହେଲା ତା ସହିତ ଗୋଟେ ୟଙ୍ଗ ଲାଇଫ୍ ଲଷ୍ଟ ହେଇଗଲା ମାନେ ଗୋଟେ ଏତେ ଯୁବ ଅବସ୍ଥାରୁ ତାର ଡେଥ୍ ହେଇଗଲା ତା ଫ୍ୟାମିଲି ପୁରା ଟ୍ରଷ୍ଟ ୱିଥ୍ ପେନ୍ ଟ୍ରଷ୍ଟ ମାନେ ପୁରା ଭାଙ୍ଗି ପଡ଼ିଲେ କଷ୍ଟରେ ତା ଫ୍ୟାମିଲି ପୁରା ଭାଙ୍ଗି ପଡ଼ିଲେ ଏତେ ଗୋଟେ ୟଙ୍ଗ ଛୁଆକୁ ଗୋଟେ ଯୁବ ଅବସ୍ଥାରେ ନିଜ ଛୁଆକୁ ନିଜ ପୁଅକୁ ହରେଇଥିବାରୁ ତାଙ୍କ ଫ୍ୟାମିଲି ପୁରା ଭାଙ୍ଗି ପଡ଼ିଥିଲେ ତାଙ୍କୁ ବିଲକୁଲ ଭଲ ଲାଗୁନଥିଲା କ'ଣ ପାଇଁ ଏତେ ସବୁ ଜିନିଷ କ'ଣ ପାଇଁ ହେଇଥିଲା ଖାଲି ଗୋଟେ ଛୋଟ ଜିନିଷ ଯଦି ସେ ହେଲମେଟ୍ ପିନ୍ଧିଥାନ୍ତା ଦେନ୍ ଏତେ କିଛି ହେଇନଥାନ୍ତା ଏତେ ଗୋଟେ ଇଣ୍ଟେଲିଜେଣ୍ଟ ସ୍ମାର୍ଟ ପିଲା ଯାହାର କମ୍ପ୍ୟୁଟର ମ୍ୟାଥ୍ ଏତେ ଭଲ ହଉଥିଲା ଯିଏ ଲରେନକୁ ଏତେ ଲାଇକ୍ କରୁଥିଲା ଯିଏ ସବୁବେଳେ ଏତେ ଭଲ ଥିଲା ଗୋଟେ ଛୋଟ ଜିନିଷ ଯୋଗୁରୁ ତାର ଲାଇଫ୍ ପଳେଇଲା Dear friends, take care. Risky driving can be pain. Drive safe. Let your precious life not be in vain. ଆଚ୍ଛା ମେନ୍ ମାନେ ହେଉଛି ଦୁଃଖର କାରଣ ଆଉ ୱେନ୍ ମାନେ ହେଉଛି ଅଯଥା କଥାରେ ତମର ଲାଇଫକୁ ଯୋଉ ପ୍ରେସିୟସ୍ ଲାଇଫ୍ ଅଛି ତମର ସେଇଟାକୁ ନଷ୍ଟ କରନି ତମେ ଯେତେବେଳେ ଡ୍ରାଇଭ୍ କରୁଛ ସେତେବେଳେ କେୟାରଫୁଲି ଡ୍ରାଇଭ୍ କର ରିସ୍କ ନିଅନି ଆଉ ଏମିତି ଛୋଟ ଛୋଟ କଥାକୁ ଇଗ୍ନୋର କରିକିନା ତମେ ନିଜ ଲାଇଫକୁ ରିସ୍କରେ ପକାଉନି ଆଉ ଡ୍ରାଇଭ୍ ସେଫଲି ଲେଟ୍ ୟୋର୍ ପ୍ରେସିୟସ୍ ଲାଇଫ୍ ନଟ୍ ବି ଇନ୍ ଭେନ୍ ମାନେ ହେଉଛି ଅଯଥା କଥାରେ ନିଜର ପ୍ରେସିୟସ୍ ଲାଇଫକୁ ଏମିତି ଖରାପ କର ନାହିଁ ତ ଏଇଠି ସରିଲା ଆମର ପେନ୍ ଏବେ ଆସିବା ଆମର ଡିଫିକଲ୍ଟ ୱାର୍ଡସ୍ ଉପରେ ଡିସଡେନ୍ ମାନେ ଅବମାନନା